ଶୁଣନ୍ତୁ ଦେହ ଖରାପ କାହିଁକି ହେଲା ମରିବା ପାଇଁ ଦାୟୀ କିଏ ଏଇଟା ପୁରା ସମ୍ପୂର୍ଣ୍ଣ ଡିଫରେଣ୍ଟ ଇସ୍ୟୁ। ଦେହ ଖରାପ ପାଇଁ ଦାୟୀ ସେଇଟା ସମସ୍ତେ ଆପଣମାନେ ଜାଣିଛନ୍ତି, ମୁଁ ଜାଣିଛି, ସୋସାଇଟି ମଧ୍ୟ ଜାଣିଛି। 2022 ପରଠାରୁ ତାଙ୍କର ଦେହ ଖରାପ ହେଲା ଯଦି ଆପଣ କହିବେ। 2022 ଯେତେବେଳେ ସେ 2022ରେ ଯେତେବେଳେ ତାଙ୍କର ସ୍ତ୍ରୀ ତାଙ୍କ ନାଁରେ ଯେଉଁ ଆଲିଗେସନ୍ ଆଣିଲେ ଯେ ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିଲା, ମଦ ପିଇକି ତାଙ୍କୁ ପିଟା ମରା ହେଉଥିଲା, ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ ତାଙ୍କୁ ଗୋଟେ ଧର୍ମାନ୍ତୀକରଣର ମଧ୍ୟ ଆଲିଗେସନ୍ ଆଣିଲେ, ଯେଉଁଟା ବାସ୍ତବରେ ହ୍ୟୁମାନ ସାଗରଙ୍କୁ ବହୁତ କଷ୍ଟ ଦେଲା। କାହିଁକି ନା ଆପଣ ଯଦି ଦେଖିବେ ଗୋଟେ ଲୋକର ଯଦି ଏକ୍ସଟର୍ନାଲ୍ ଇଞ୍ଜୁରି, ଆମେ ଯେଉଁଟା କହୁଛେ ଖଣ୍ଡିଆ ଖାବରା ହେଇଯିବା, କିଏ କାହାକୁ ହାଣି ପକାଇଲା, କିଏ କାହାକୁ ମାରି ପକାଇଲା, ହେଲେ ବିଭିନ୍ନ ପ୍ରକାର ଔଷଧ ରହିଛି ଯେଉଁ ଔଷଧରେ ଲୋକର ଦେହଟା ଭଲ ହେଇଯାଇପାରିବ। କିନ୍ତୁ ଯଦି ଆପଣ ଦେଖିବେ ଗୋଟେ ଲୋକର ଯେତେବେଳେ ମାନସିକ ଭାବରେ ଗୋଟେ ଲୋକ ଯେତେବେଳେ ଇଞ୍ଜୁରି ହେଉଛି ମାନସିକ ଭାବରେ, ତା ପାଇଁ କୌଣସି ପ୍ରକାର ୱାର୍ଲଡରେ କୌଣସି ପ୍ରକାର ମେଡ଼ିସିନ ବର୍ତ୍ତମାନ ସୁଦ୍ଧା ତିଆରି କରାଯାଇ ନାହିଁ। ତେଣୁ ଯେଉଁଥିପାଇଁ କେଉଁଠି ନା କେଉଁଠି ହ୍ୟୁମାନ ସାଗର ଗୋଟେ ଜଣେ ନିଷ୍କପଟ, ସରଳ, ନିରାଡ଼ମ୍ବର, ଗୋଟେ ମାନେ ଅତି ଭଦ୍ର ପିଲା ବୋଲି ଆମେ ଯାହାକୁ କହିପାରିବା। ଏବଂ ସେ କୌଣସି ପ୍ରକାର ଗୋଟେ ସରଳ ଜିଲ୍ଲାରୁ ମଧ୍ୟ ଆସିଛନ୍ତି ଯେଉଁମାନେ ଛନ୍ଦ କପଟ ମଧ୍ୟ ଜାଣନ୍ତି ନାହିଁ। ତେଣୁ ସେଇଠୁ ଆସି ମାନେ କଟକ ଭୁବନେଶ୍ୱର ଏଷ୍ଟାବ୍ଲିଶ୍ ହେଇ ଓଡ଼ିଶା ଭିତରେ ଗୋଟେ ଲକ୍ଷ ଲକ୍ଷ ଯେଉଁ ଅଛନ୍ତି ଆମର ସିଙ୍ଗର, ଯେଉଁମାନେ ସବୁ ଅଛନ୍ତି ବାଥରୁମ୍ ସିଙ୍ଗର ଠାରୁ ଆରମ୍ଭ କରିକିରି ବଡ଼ ପଦାରେ ଯେଉଁମାନେ ସବୁ ଗୀତ ଗାଉଛନ୍ତି, ସେମାନଙ୍କୁ ସମସ୍ତଙ୍କୁ ମାନେ କ'ଣ କ୍ରସ୍ କରି ଗୋଟେ ଅବଲ ନମ୍ବର ଯେଉଁଟା କହୁଛି 1 ନମ୍ବର ଆମେ ଯେଉଁଟା କହୁଛେ ଗୋଟେ ଟପ୍ ଲେବୁଲରେ ପହଞ୍ଚିବା, ଏଇଟା ଗୋଟେ ମାନେ ଛୋଟ ଜିନିଷ ବୋଲି ଭାବିବା ଉଚିତ ନୁହେଁ। ତେଣୁ ଯେତେବେଳେ ଏଇଭଳି ଜଣେ ସରଳ ଲୋକ ଯାହାଙ୍କୁ ଟିଭି ମିଡ଼ିଆର ଲୋକମାନେ ଘଣ୍ଟା ଘଣ୍ଟା ଧରି ୱେଟ୍ କରନ୍ତି ତାଙ୍କ ପାଖରେ ତାଙ୍କର ଗୋଟେ ଇଣ୍ଟରଭ୍ୟୁ ନେବା ପାଇଁ, ଏବଂ ପର ମୁହୂର୍ତ୍ତରେ ଯଦି ଦେଖିବେ ଯେଉଁ ୟଙ୍ଗ ଜେନେରେସନ୍ ଯେଉଁମାନେ ସବୁ ଅଛନ୍ତି, ଯୁବପିଢ଼ି ଯେଉଁମାନେ ଅଛନ୍ତି, ତାଙ୍କ ସହିତ ଗୋଟେ ସେଲ୍ଫି ଉଠାଇବା ପାଇଁ, ତାଙ୍କ ସହିତ ଟିକେ ଖାଲି ଦେଖା ହେବା ପାଇଁ ତାଙ୍କ ଭିତରେ ଗୋଟେ କସରତ ହୁଏ, ଲଢ଼େଇ ଝଗଡ଼ାର ମଧ୍ୟ ନଜିର ରହିଛି। ଏବଂ ସବୁଠାରୁ ବଡ଼ କଥା ହେଉଛି ଗୋଟେ ଷ୍ଟେଜ୍ ପ୍ରୋଗ୍ରାମରେ ହ୍ୟୁମାନ ସାଗରଙ୍କର ଗୋଟେ ଖାଲି ଝଲକ ଦେଖିବା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ୱେଟ୍ କରନ୍ତି, ଲକ୍ଷ ଲକ୍ଷ ଟଙ୍କା ଇନଭେଷ୍ଟମେଣ୍ଟ ମଧ୍ୟ କରନ୍ତି। ତେଣୁ ସେଇଭଳି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ନାଁରେ ଏଭଳି ତାଙ୍କର ପରିବାରରୁ ଗୋଟେ ଆଲିଗେସନ୍ ଆସିଲା, ଯେଉଁ ଆଲିଗେସନ୍ ଦ୍ୱାରା କ'ଣ ହେଲା ନା, ଯଦି ଆପଣ କହିବେ ଏଇ ଆଲିଗେସନ୍ଟା ତାଙ୍କୁ କେଉଁଠି ନା କେଉଁଠି ମାନସିକ ଭାବରେ ବହୁତ ଆଘାତ ଦେଲା। କ'ଣ ଦେଲା ନା, ଯେଉଁ ମିଡ଼ିଆ ତାଙ୍କୁ ଦିନେ ଗୋଟେ ବହୁତ ଉପରେ ବସେଇଥିଲା, ସେଇ ମିଡ଼ିଆ ତାଙ୍କୁ ସାଙ୍ଗେ ସାଙ୍ଗେ କହିଲେ ଗଞ୍ଜଡ଼, ଚୋର, ଡକେଇତ, କିଏ କହିଲା ମାନେ ପତ୍ନୀକୁ ନିର୍ଯାତନା ଦେଉଥିଲେ, କିଏ କହୁଥିଲା ଲମ୍ପଟ, କିଏ ମଦୁଆ, କିଏ ଭାଡ଼ୁଆ, ମାନେ ବିଭିନ୍ନ ପ୍ରକାର କଥାରେ ତାଙ୍କୁ ରଞ୍ଜିତ କରାଗଲା। ଏବଂ ସେ ଘଣ୍ଟା ଘଣ୍ଟା ଧରିକି ପୋଲିସ ଷ୍ଟେସନ ପାଖରେ ଚକ୍କର ଲଗାଇଲେ, ମିଡ଼ିଆ ତାଙ୍କ ମୁହଁରେ କିମ୍ବା ବୁମ୍ କେଞ୍ଚିଲା, ବହୁତ ପ୍ରକାର ନିର୍ଯାତନା ପାଇଲେ, ଯେଉଁ କାରଣରୁ ସେ ମାନସିକ ଭାବରେ କେଉଁଠି ନା କେଉଁଠି ଆଘାତ ପାଇଲେ। ଏବଂ ଆଉ ଗୋଟିଏ ସବୁଠାରୁ ବଡ଼ କଥା ହେଲା, ଯେତେବେଳେ ସେ ପଇସା ରୋଜଗାର କରୁଥିଲେ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ, ସେତେବେଳେ ଯେତେବେଳେ ସେ ଘରକୁ ଫେରୁଥିଲେ, ତାଙ୍କର ସବୁଠାରୁ ହାର୍ଟ ଯେଉଁଟା ଆମେ କହିବା ତାଙ୍କ ଝିଅଟି ମଧ୍ୟ ତାଙ୍କ ପାଖେ ନଥିଲା। ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ, ହ୍ୟୁମାନ ସାଗର ଯେତେବେଳେ 2022 ମସିହାରେ ମୋ ପାଖକୁ ରେଗୁଲାର ଯେତେବେଳେ ଆସୁଥିଲେ, ସେତେବେଳେ ସେ କୁହନ୍ତି ତା ପୂର୍ବରୁ ଯେତେବେଳେ ତାଙ୍କ ଯେଉଁ କୁନି ଝିଅଟିର ପ୍ରତିଦିନ ତାଙ୍କର ଗୋଟେ ତିଆରି ହୁଏ, କ'ଣ ଗୋଟେ ବାର୍ଥଡେ ସେଲିବ୍ରେସନ୍ ହୁଏ, ପ୍ରତିଦିନ କେକ୍ ଆସୁଥିଲା, ପ୍ରତିଦିନ ନୂଆ ଡ୍ରେସ୍ ପିନ୍ଧୁଥିଲେ, ଏସବୁ ଜିନିଷ ଚାଲେ। ତେଣୁ ଏଇ ଯେଉଁ ଜିନିଷ ପାଇଁ ସେ କେଉଁଠି ନା କେଉଁଠି ମାନସିକ ଭାବରେ ସେ ଆଘାତ ପାଇଲେ। ଏବଂ ମାନସିକ ଭାବରେ ଯେତେବେଳେ ସେ ଦଣ୍ଡ ପାଇଲେ, ଯେଉଁ ଦଣ୍ଡଟା ତାଙ୍କର ଲାଇଫଟାକୁ ମଧ୍ୟ ନେଇଗଲା।